ଆଜି ଆମେ ମା ପୁଅ ଦି ଜଣ ତା ବାପାଙ୍କୁ ଛାଡ଼ି ଦେଇକି ଦି ଜଣ ଯାଇକି ତାଳସାରୀ ବିଚ୍‌ରେ ବୁଲିକି ପଳେଇ ଆସିଲୁ। Oh my god. ହ୍ୟାଲୋ ନମସ୍କାର। ଆକ୍ଚୁଆଲି କଥାଟା ଏଇଆ କି ଆମେ 1 ତାରିଖ ଦିନ ଘରକୁ ଯାଇଥିଲୁ ଆଉ ଘରେ ଯାଇକି ପହଞ୍ଚିଲା ବେଳକୁ ଆମକୁ 12ଟା 12:30 ପାଖାପାଖି ହେଇଯାଇଥିଲା। ତ ଖାଇ ପିଇକି ଟିକେ ରେଷ୍ଟ ନେଇ ସାରିଲା ପରେ 4ଟା 4:30 ପାଖାପାଖି ଆମେ ବାହାରିଲୁ ଯିବୁ ତାଳସାରୀ। ୟାଙ୍କର କିଛି ଅଫିସ୍ ଷ୍ଟାଫ୍ କୋଲକାତାରୁ ଆସିଥିଲେ, ଆସିକି ତାଳସାରୀ ବିଚ୍ ପାଖରେ ଗୋଟେ ପାନ୍ଥ ନିବାସରେ ଆସିକି ସେମାନେ ଥିଲେ। ନ୍ୟୁ ଇୟର ପାଇଁକି ସେମାନେ ଆସିଥିଲେ ବୁଲାବୁଲି କରିବାକୁ। ତ ଇଏ କହିଥିଲେ ଯିବେ ତାଙ୍କୁ ଦେଖା କରିବାକୁ, ଆଉ ତାପର ଦିନ ସେମାନେ କୋଲକାତା ରିଟର୍ନ ପଳେଇବେ, ସେଥିପାଇଁ ଆଉ ଟାଇମ୍ ହବନି। ସେଥିପାଇଁ ସେଇଦିନ ହିଁ ଉପରଓଳି ଆମେ ବାହାରିକି ଗଲେ। ତାଳସାରୀ ବିଚ୍‌ଟା ଆମ ଘରଠୁ 10-12 କିଲୋମିଟର ଏମିତିଆ ଡିଷ୍ଟାନ୍ସ ହବ, ସେଥିପାଇଁକି ଆମେ ଆମର ସ୍କୁଟିରେ ପଳେଇଥିଲୁ। ଫାଷ୍ଟ ଆମେ ଯାଇକି ପାନ୍ଥ ନିବାସରେ ହିଁ ପହଞ୍ଚିଥିଲୁ। ତାପରେ ତା ବାପା ସେଠି ସେମାନଙ୍କ ସହିତ ମାନେ କଥାବାର୍ତ୍ତା କରୁଥିଲେ, ଆମେ ବି ଯାଇକି ଦେଖା କଲୁ। ମୋ ପୁଅ କହିଲା ମୋତେ ତମେମାନେ ବିଚ୍ ନେଇକି ଯିବ କହିଥିଲ, ବିଚ୍ କାହିଁ, ବିଚ୍‌କୁ ନେଇକି ଚାଲ। ତ ମୁଁ କହିଲି ତମେ ତମର ଏଇଠି କଥାବାର୍ତ୍ତା ହଉଥାଅ, ମୁଁ ଯାଉଛି ତାକୁ ନେଇକି ଟିକେ ବିଚ୍‌ଟା ବୁଲି ଆଣିବି। ସେ ପାନ୍ଥ ନିବାସଠୁ ବିଚ୍‌ଟା ଅଳ୍ପ ରାସ୍ତା, ମାନେ ଦେଖାଯାଏ। ସେଥିପାଇଁ ମୁଁ ମୋର ପୁଅକୁ ଧରିକି ପଳେଇଲି, ସେ ସେଠି ବସିକି ବୋର୍ ହେଇଥାନ୍ତା। ତ ଆମେ ମା ପୁଅ ଯାଇକି ବୁଲାବୁଲି କଲୁ। ଆଉ ସେ ବିଚ୍ ପାଖରେ ଗାଡ଼ି ଥିଲା, ମୋ ପୁଅକୁ ଗାଡ଼ି ବହୁତ ପସନ୍ଦ, ମାନେ ସେ ଯେଉଁ ରିମୋଟ୍ ବାଲା ଗାଡ଼ି, ସେ ଯେଉଁଠି ଦେଖିବ ମାନେ ସେଇଠି ବସିବ। ତ ସେ ସେଠି ବୁଲାବୁଲି ଟିକେ କରିଲା ପରେ ସନ୍ଧ୍ୟା ହେଇଗଲା। ଆଉ ସନ୍ଧ୍ୟା ହେଲା ପରେ ତାଳସାରୀ ବିଚ୍‌ରେ କିଛି ନଥାଏ, ପୁରା ଅନ୍ଧାର। ଆମେ ପଳେଇ ଆସିଲୁ। ଆସିକି ସେ ପାଖ ଦୋକାନରେ ଟିକେ ଚା' ପିଇଦେଲୁ, କାହିଁକିନା ବହୁତ ଜୋରସେ ଥଣ୍ଡା ହେଉଥିଲା। ଆଉ ଚା'ଟା ଗୋଟେ ମୋ ପୁଅର ବହୁତ ଫେଭରାଇଟ୍ ଜିନିଷ, ସେ ଟିକେ ପିଇବ ପଛେ କିନ୍ତୁ ପିଇବ। ତାପରେ ମା ପୁଅ ଚା' ପିଇ ସାରିକି ପଳେଇ ଆସିଲୁ ସେଇ ପାନ୍ଥ ନିବାସକୁ ଯେଉଁଠି ସେମାନେ ଥିଲେ। ତ ଆମେ ଆସିକି ପହଞ୍ଚିଲା ପରେ ଏଇଠି ଜଣଙ୍କର ପୁଅ ସିଏ ଏଇ ଯେଉଁ କ୍ଲାପ୍ ବକ୍ସ କ'ଣ, ମାନେ ସେ ବାଜାଟା ବଜାଉଥିଲେ, କିନ୍ତୁ ବହୁତ ବଢ଼ିଆ ବଜାଉଥିଲେ। ମୁଁ ତାର ଟିକେ ଭିଡ଼ିଓ କରିଦେଇଥିଲି। ଆଉ ତାଙ୍କର ବାଜା ବଜେଇବା ଦେଖିକି ମୋ ପୁଅ ପୁରା ଆଶ୍ଚର୍ଯ୍ୟ ହେଇକି ଅନେଇଛି, ଆଉ ସେ ଜିନିଷଟାକୁ ଦେଖୁଛି ସେଇଟା କ'ଣ। ଆକ୍ଚୁଆଲି ସେଇଟା ସିଏ କେବେ ଦେଖିନି, ମୁଁ ବି ଦେଖିନଥିଲି। ତ ସେ ଯାହା ହଉ ସେ ପୁରା ଇଣ୍ଟରେଷ୍ଟ ଦେଇକି ଅନେଇକି ଦେଖୁଥିଲା ସେଇ ଜିନିଷଟା କ'ଣ। ତାପରେ ଆମର ରାତି ହେଇଯାଉଥିଲା ଆଉ ଗାଁରେ ବହୁତ ଜୋରସେ ଥଣ୍ଡା। ଆମେ ଆମର ବାହାରିକି ପଳେଇ ଆସିଲୁ 7ଟା 7:30 ପାଖାପାଖି। ଚା' ପିଇକି ଯେତିକି ମଜା ଲାଗୁଥିଲା, ସ୍କୁଟିରେ ବସିଲା ପରେ ଥଣ୍ଡାରେ ତାର ମଜାଟା ପୁରା ବାହାରିଗଲା। ତ ଆସିକି ଆମେ ଘରେ ପହଞ୍ଚିଲୁ। ଆମ ଗାଁ ଆଡ଼େ ନା ବହୁତ ଜୋରସେ ଥଣ୍ଡା, ପୁରା ହଲି ହେଉନି। ଆଉ ରୋଷେଇବାସ କିଛି କରିବାର ନଥିଲା, ବାସ୍ ଖାଲି 2 ଖଣ୍ଡ ରୁଟି ମାଆଙ୍କ ପାଇଁ କରିଥିଲି, ଆଉ ଆମେ ଚାଟ୍ ନେଇକି ଆସିଥିଲୁ। ସେଗୁଡ଼ା ମିଶେଇ ମାଶିକି ଖାଇ ଦେଇକି ଆଗେ କମ୍ବଳ ଭିତରେ ପଶିଗଲେ ଯାଇକି ଯାହା। କମ୍ବଳ ତ ଷ୍ଟାଇଲିଆ ୱାର୍ଡ଼ କହିଥିଲି, ଆମ ଗାଁରେ କୁହନ୍ତି ରେଜେଇ। ଖାଇ ପିଇକି ରେଜେଇରେ ପଶିଯାଉ ଶାନ୍ତି।